ଏ ଭାରତ ବର୍ଷରେ ଯେଉଁଭଳି ଭାବରେ ପାକିସ୍ତାନ ଅସ୍ଥିରତା ସୃଷ୍ଟି କରୁଛି ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ଏବଂ ଏହି ଆତଙ୍କବାଦ ପ୍ରୋତ୍ସାହନ ବଳରେ ଯେଉଁଭଳି ଭାବରେ ଭାରତର ନିରୀହ ଜନସାଧାରଣ ପହଲଗ୍ରାମରେ ଆପଣଙ୍କର 28 ଜଣ ମୃତ୍ୟୁବରଣ କଲେ, ଆମର ମାଆମାନଙ୍କର ଯେଉଁ ମଥାରୁ ସିନ୍ଦୁର ପୋତି ହେଇଗଲା, ସେହି ସିନ୍ଦୁର ପ୍ରତିବଦଳରେ ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବର୍ଷର 3 ସେନା ସ୍ଥଳସେନା, ଜଳସେନା ଏବଂ ବାୟୁସେନା ଅପରେସନ ସିନ୍ଦୁର ଜରିଆରେ ଯେଉଁଭଳି ଭାବରେ ଜବାବ ଦେଲେ, ତାହା ପାଇଁ ଆଜି ସେମାନଙ୍କୁ ନେଇକରି ଏ ଦେଶ ଗର୍ବ ଅନୁଭବ କରୁଛି ଏବଂ ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ସାହସ ପ୍ରଦାନ କରିବା ପାଇଁ ଆଜି ଭାରତୀୟ ଏକତା ମଞ୍ଚ ପକ୍ଷରୁ ଏହି ଶୋଭାଯାତ୍ରା ହେଇଥିଲା। ଏଠି କୁଚିଣ୍ଡାର ବିଭିନ୍ନ ସାମାଜିକ ସଂଗଠନ ଯୋଡ଼ି ହୋଇଥିଲେ ଏବଂ ଆମର ଏଠିକାର ଯେଉଁ ସ୍ଥାନୀୟ ପ୍ରତିନିଧି ଅଛନ୍ତି ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ ଯୋଡ଼ି ହୋଇଥିଲେ। ଏଇଟା ଆମ ପାଇଁ ନିଶ୍ଚିତ ଭାବରେ ସୌଭାଗ୍ୟର କଥା।